ଆଜିର ଗୋଟେ କବିତା ମୁଁ ଆପଣଙ୍କ ପାଖରେ ଶୁଣେଇବି। ମୁଁ ସେଇ ବାପା ମାଙ୍କ ବିଷୟରେ ଲେଖିଛି ଯିଏ ବୃଦ୍ଧ ଅବସ୍ଥାରେ ଅସହାୟ ହୋଇପଡ଼ନ୍ତି। ତାଙ୍କ ପାଖରେ ତାଙ୍କ ପିଲାମାନେ ତ ନଥାନ୍ତି, ଆଉ ସେଇ ଅବସ୍ଥାରେ ଗୋଟେ ସେଇ ସିଚୁଏସନ୍କୁ ଲକ୍ଷ୍ୟ କରିକି ମୁଁ ଗୋଟେ କବିତା ଲେଖିଛି। ଚାଲନ୍ତୁ ଆମେ ଆଜି ପଢ଼ିବା ସେ କବିତାଟି। ଅସହାୟ ପିତାମାତା। କବିତାର ନାଁ ହେଉଛି ଅସହାୟ ପିତାମାତା। ପିଲା ଜନମ ତ ପୁଣ୍ୟ ନୁହେଁ, ଏଠି ଲାଗୁଛି କରିଛି ପାପ। ପିଲା ଜନମ ତ ପୁଣ୍ୟ ନୁହେଁ, ଏଠି ଲାଗୁଛି କରିଛି ପାପ। କେଉଁ ଜନମର ଦଣ୍ଡ ଦିଅ ପ୍ରଭୁ, କାହାର ଏ ଅଭିଶାପ। ବାପା ମା ତାର ସପନ ଦେଖନ୍ତି ପିଲା ହୋଇଗଲେ ବଡ଼। ବାପା ମା ତାର ସପନ ଦେଖନ୍ତି ପିଲା ହୋଇଗଲେ ବଡ଼। ସବୁ ଚିନ୍ତାରୁ ମୁକ୍ତ ହୋଇଯାଇ ଜୀବନ ଆସିବ ସତେ ନୂଆ ମୋଡ଼। ପୁଅ ବଡ଼ ହେଲା ବିବାହ କରିଲା ବିଦେଶେ ରହିଲା ଯାଇ। ପୁଅ ବଡ଼ ହେଲା ବିବାହ କରିଲା ବିଦେଶେ ରହିଲା ଯାଇ। ମା ବାପାଙ୍କର ସପନ ହେଲାଣି ନାତିକୁ ଦେଖିବା ପାଇଁ। ନାତି ଆସିଲାନି ଆସୁନି ନାତୁଣୀ ପୂଜା ପର୍ବରେ ଆଉ। ବହୁ କଥା ଆଉ କି କହିବି ଏଠି, କଥା ମୋ ଏଇଠି ଥାଉ। ସେଦିନର ସେଇ ପୁରାଣର ପୃଷ୍ଠା ଉନ୍ମୋଚନ କରିଦେଲେ। ସେଦିନର ସେଇ ପୁରାଣର ପୃଷ୍ଠା ଉନ୍ମୋଚନ କରିଦେଲେ। ଶ୍ରବଣ କୁମାର କଥା ମନେ ପଡ଼େ, ଭକ୍ତିରେ ମୋ ମୁଣ୍ଡ ନୁହେଁ। ରାମଚନ୍ଦ୍ରଙ୍କର ସେଇ ବନବାସ ଆହୁରି ବି ମନେ ପଡ଼େ। ପିତୃସତ୍ୟ ପାଇଁ ବନବାସ ଗଲେ ଭରତ ଯେ ରହି ଛାଡ଼େ। କି କହିବି ଆଉ ଭକତିର ଭାବ ନ କହିଲେ ସବୁ ଭଲ। କି କହିବି ଆଉ ଭକତିର ଭାବ ନ କହିଲେ ସବୁ ଭଲ। ବାପା ମାଙ୍କର ଏମିତି ଅବସ୍ଥା, ଲାଗିଲାଣି ମୋତେ ଡର। ଅନୁରୋଧ ମୋର ଭାଇ ଭଉଣୀକୁ ନିରୁଦୟ ହୁଅ ନାହିଁ। ଅନୁରୋଧ ମୋର ଭାଇ ଭଉଣୀକୁ ନିରୁଦୟ ହୁଅ ନାହିଁ। ସମ୍ପର୍କର ଡୋରି ଯୋଡ଼ି ରଖ ଭାଇ, ସଜ୍ଜା ନ ପାଇବା ପାଇଁ। ଏଇଟା ଗୋଟେ ସିଚୁଏସନ୍କୁ ଲକ୍ଷ୍ୟ କରିକି ଆଜିକାଲିର ପିତାମାତାମାନଙ୍କର ଯେଉଁ ବୃଦ୍ଧ କାଳରେ ଯେଉଁ ଅବସ୍ଥା ହେଉଛି, ସେଥିପାଇଁ ଏ କବିତାଟା ଲେଖିଛି। ଆମେ ଆମର ବାପା ମାଙ୍କର କର୍ତ୍ତବ୍ୟ ତ ସେମାନେ ଆମକୁ ବଡ଼ କରି ମଣିଷ କରିଦେଲେ। ଆମକୁ ରାଜରାସ୍ତାରେ, ଆମକୁ ଦୁନିଆ ଦାଣ୍ଡରେ ଆମକୁ ଛିଡ଼ା କରେଇଦେଲେ। କିନ୍ତୁ ଆମେ ଯେତେବେଳେ ତାଙ୍କ ପାଇଁ କର୍ତ୍ତବ୍ୟ କରିବାର ସମୟ ଆସୁଛି ନା, ଆମେ ସେତେବେଳେ କର୍ମରେ ଦ୍ୱାହି ଦେଇକି ଆମେ ଖସିକି ପଳାଉଛନ୍ତି। ଏ ମଣିଷ ସମାଜ, ଏ ପିଲାମାନଙ୍କୁ ମୋର ଏତିକି ଅନୁରୋଧ, ଯେଉଁମାନଙ୍କୁ ପିତାମାତାମାନଙ୍କୁ ଆପଣଙ୍କର ଲୋଡ଼ା, ଆପଣଙ୍କର କର୍ତ୍ତବ୍ୟ ଆପଣଙ୍କୁ କରିବାକୁ ପଡ଼ିବ, ତ ସମସ୍ତେ ନିଜ ପିତାମାତାମାନଙ୍କର ସେଇ ବୃଦ୍ଧ ଅବସ୍ଥାରେ ଯତ୍ନ ନିଅନ୍ତୁ, ଭଲ ପାଆନ୍ତୁ, ସମ୍ମାନ ଦିଅନ୍ତୁ। ଇଏ ଆମ ସବୁ ପିଲାମାନଙ୍କର କର୍ତ୍ତବ୍ୟ। ଆଜିର ଟପିକ୍ଟି ଏଇଠି ରଖୁଛି। ପୁଣି ଦେଖାହବ ଆଉ ଗୋଟେ ନୂଆ ଟପିକ୍ ସହିତ। ଜୟ ଜଗନ୍ନାଥ।